ବନ୍ଧୁଗଣ, ଆପଣ ମଧ୍ୟ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି କି? ବହୁତ ଚେଷ୍ଟା କଲା ପରେ ବି ଜୀବନରେ ସଫଳତା କିମ୍ବା ଆର୍ଥିକ ଉନ୍ନତି ମିଳୁନାହିଁ? ଯଦି ହଁ, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆମର ଦୈନନ୍ଦିନ ଜୀବନର କିଛି ଛୋଟ ଛୋଟ ଭୁଲ ଯୋଗୁଁ ଘରେ ବାସ୍ତୁଦୋଷ ସୃଷ୍ଟି ହୁଏ, ଯାହା ଦରିଦ୍ରତାର କାରଣ ସାଜିଥାଏ। ଆସନ୍ତୁ ଜାଣିବା ସେହି 39ଟି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ଟିପ୍ସ ବିଷୟରେ, ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ। ନମ୍ବର 1, ଉତ୍ତର ଦିଗକୁ ଉଚ୍ଚ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗ ହେଉଛି ଧନର ଦେବତା କୁବେରଙ୍କ ସ୍ଥାନ। ଏହି ଦିଗକୁ ଅନ୍ୟ ଦିଗ ତୁଳନାରେ କେବେ ବି ଉଚ୍ଚ ରଖନ୍ତୁ ନାହିଁ କିମ୍ବା ଏଠାରେ ଅଦରକାରୀ ଭାରୀ ଜିନିଷ ରଖନ୍ତୁ ନାହିଁ। ଏହାକୁ ସର୍ବଦା ସଫାସୁତୁରା ରଖିଲେ ଆର୍ଥିକ ଲାଭ ହୋଇଥାଏ। ନମ୍ବର 2, ଟଙ୍କା ରଖିବାର ସଠିକ୍ ଦିଗ। ଘରେ ଯେକୌଣସି ସ୍ଥାନରେ ଟଙ୍କା ପଇସା ରଖିବା ଅନୁଚିତ। ବାସ୍ତୁ ଅନୁସାରେ ଧନ ରଖିବା ପାଇଁ ଦକ୍ଷିଣ ପଶ୍ଚିମ ଦିଗ ନୈಋତ୍ୟ କୋଣ ସବୁଠାରୁ ଶ୍ରେଷ୍ଠ। ନମ୍ବର 3, ମୁଖ୍ୟ ଦ୍ୱାରରେ ଅନ୍ଧାର ରଖନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରରୁ ହିଁ ସକାରାତ୍ମକ ଶକ୍ତି ପ୍ରବେଶ କରେ, ତେଣୁ ସେଠାରେ କେବେ ବି ଅନ୍ଧାର କିମ୍ବା ଅଳିଆ ରଖନ୍ତୁ ନାହିଁ। ସକାଳୁ ଉଠି ମୁଖ୍ୟ ଦ୍ୱାର ସଫା କଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ। ନମ୍ବର 4, ଟଙ୍କା ଗଣିବା ବେଳେ ଛେପ ଲଗାନ୍ତୁ ନାହିଁ। ଅନେକ ଲୋକଙ୍କର ଅଭ୍ୟାସ ଥାଏ ଟଙ୍କା ଗଣିବା ବେଳେ ଆଙ୍ଗୁଠିରେ ଛେପ ଲଗାଇବା। ଏହାଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଏବଂ ଘରେ ଟଙ୍କା ରହେ ନାହିଁ। ନମ୍ବର 5, ବାଦୁଡ଼ିର ବସା ଅଶୁଭ। ଘରେ ବାଦୁଡ଼ି ବସା ବାନ୍ଧିବା ଅତ୍ୟନ୍ତ ଅଶୁଭ। ଏହା ଘରେ ସ୍ଥାୟୀ ବାସ୍ତୁଦୋଷ ସୃଷ୍ଟି କରେ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ନମ୍ବର 6, ରାତିରେ ଅତର କିମ୍ବା ସେଣ୍ଟ ବ୍ୟବହାର କରନ୍ତୁ ନାହିଁ। ରାତି ସମୟରେ ତୀବ୍ର ସୁଗନ୍ଧ ଥିବା ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ନମ୍ବର 7, ଜଳର ଅପଚୟ କରନ୍ତୁ ନାହିଁ। ଖୋଲା ନଳରୁ ପାଣି ବୋହିବା ଅଶୁଭ ଅଟେ। ବାସ୍ତୁ ଅନୁସାରେ ପାଣିର ନିଷ୍କାସନ ଉତ୍ତର ଦିଗକୁ ହେବା ଶୁଭ। ଦକ୍ଷିଣ ଦିଗକୁ ପାଣି ବୋହିଲେ ଧନ ହାନି ହୁଏ। ନମ୍ବର 8, ଦ୍ୱାର ସାମ୍ନାରେ ଚୁଲି ରଖନ୍ତୁ ନାହିଁ। ରୋଷେଇ ଘରର ଦ୍ୱାର ଖୋଲିବା ମାତ୍ରେ ଯଦି ସାମ୍ନାରେ ଗ୍ୟାସ୍ ବା ଚୁଲି ଦେଖାଯାଏ, ତେବେ ତାହା ବାସ୍ତୁଦୋଷ ବୋଲି ଧରାଯାଏ। ନମ୍ବର 9, ମୁଖ୍ୟ ଦ୍ୱାରରେ ଡଷ୍ଟବିନ୍ ରଖନ୍ତୁ ନାହିଁ। ଘରର ପ୍ରବେଶ ଦ୍ୱାର କିମ୍ବା ବାହାରେ ଡଷ୍ଟବିନ୍ ରଖିଲେ ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଏବଂ ଆର୍ଥିକ ସଙ୍କଟ ଦେଖାଦିଏ। ନମ୍ବର 10, ଚୁଲି ଉପରେ ସଦାବେଳେ ଖାଲି ବାସନ ରଖନ୍ତୁ ନାହିଁ। ରୋଷେଇ ଘର ହେଉଛି ଏକ ପବିତ୍ର ସ୍ଥାନ। ଗ୍ୟାସ୍ ଉପରେ ସବୁବେଳେ ଖାଲି ବାସନ ରଖିବା ଏବଂ ରୋଷେଇ ଘରେ ଔଷଧ ରଖିବା ଦ୍ୱାରା ଘରର ସଦସ୍ୟମାନେ ରୋଗକ୍ରାନ୍ତ ହୁଅନ୍ତି। ନମ୍ବର 11, ଗେଟ୍ ସାମ୍ନାରେ ଗଛ କିମ୍ବା ବିଦ୍ୟୁତ୍ ଖୁଣ୍ଟି। ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବଡ଼ ଗଛ, ପଥର କିମ୍ବା ବିଦ୍ୟୁତ୍ ଖୁଣ୍ଟି ରହିଲେ ପରିବାରରେ ମନୋମାଳିନ୍ୟ ଏବଂ ବ୍ୟବସାୟରେ କ୍ଷତି ହୋଇଥାଏ। ନମ୍ବର 12, ବନ୍ଦ ଘଣ୍ଟା ରଖନ୍ତୁ ନାହିଁ। ଘରେ ନଷ୍ଟ ହୋଇଯାଇଥିବା ବା ବନ୍ଦ ଥିବା ଘଣ୍ଟା ରଖିବା ଉଚିତ ନୁହେଁ। ଏହା ଆପଣଙ୍କ ଭାଗ୍ୟ ଏବଂ ପ୍ରଗତିକୁ ଅଟକାଇ ଦେଇଥାଏ। ନମ୍ବର 13, ସନ୍ଧ୍ୟା ସମୟରେ ଧାର କରନ୍ତୁ ନାହିଁ। ସକାଳ ସମୟ କିମ୍ବା ସନ୍ଧ୍ୟା ଗୋଧୂଳି ବେଳାରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି। ନମ୍ବର 14, ଭଙ୍ଗା ମୂର୍ତ୍ତି ପୂଜା କରନ୍ତୁ ନାହିଁ। ପୂଜା ଘରେ କୌଣସି ଭଙ୍ଗା ବା ଖଣ୍ଡିତ ମୂର୍ତ୍ତି ରଖି ପୂଜା କରିବା ଅନୁଚିତ। ଏହାକୁ ତୁରନ୍ତ କୌଣସି ପବିତ୍ର ନଦୀରେ
ପ୍ରବାହିତ କରିଦେବା ଉଚିତ। ନମ୍ବର 15, ଦକ୍ଷିଣ ଦିଗକୁ ତିଜୋରିର ମୁହଁ ରଖନ୍ତୁ ନାହିଁ। ଟଙ୍କା ଆଲମାରି କିମ୍ବା ତିଜୋରିର ମୁହଁ ଯେପରି ଦକ୍ଷିଣ ଦିଗକୁ ନ ରହେ, ଆଲମାରିକୁ ଏପରି ରଖନ୍ତୁ ଯେପରି ତାହା ଖୋଲିବା ସମୟରେ ତା'ର ମୁହଁ ଉତ୍ତର ଦିଗକୁ ରହିବ। 16, ନମ୍ବର 16, ବୁଢ଼ିଆଣୀ ଜାଲ। ଘରେ ବୁଢ଼ିଆଣୀ ଜାଲ ରହିବା ଦ୍ୱାରା ଅଳସୁଆମୀ ବଢ଼ିଥାଏ ଏବଂ ଉନ୍ନତି ବାଧାପ୍ରାପ୍ତ ହୁଏ। ସଫାସୁତୁରା ଘରେ ହିଁ ମା ଲକ୍ଷ୍ମୀ ବାସ କରନ୍ତି। ନମ୍ବର 17, ରାତିରେ ସିଙ୍କରେ ଅଇଁଠା ବାସନ ରଖନ୍ତୁ ନାହିଁ। ରାତିରେ ରୋଷେଇ ଘରର ସିଙ୍କରେ ଅଇଁଠା ବାସନ ଛାଡ଼ିବା ଦ୍ୱାରା ସାରା ଘରେ ନକାରାତ୍ମକ ଶକ୍ତି ବ୍ୟାପିଥାଏ। ତେଣୁ ରାତିରେ ହିଁ ବାସନ ସଫା କରି ଦିଅନ୍ତୁ। ନମ୍ବର 18, ଡାଇନିଂ ଟେବୁଲର ଆକାର। ବାସ୍ତୁ ଅନୁସାରେ ଗୋଲାକାର ଅପେକ୍ଷା ଚୌକୋଣିଆ ଡାଇନିଂ ଟେବୁଲ ଶୁଭ ହୋଇଥାଏ। ଏହାଦ୍ୱାରା ପରିବାରରେ ସଦ୍ଭାବ ରୁହେ। ନମ୍ବର 19, ଲୁଣ ପାଣିରେ ପୋଛା ମାରନ୍ତୁ। ସପ୍ତାହକୁ ଅନ୍ତତଃ ପକ୍ଷେ ଥରେ ପୋଛା ମାରୁଥିବା ପାଣିରେ ଟିକେ ଲୁଣ ମିଶାଇ ଘର ସଫା କରନ୍ତୁ। ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୁଏ। ନମ୍ବର 20, ସନ୍ଧ୍ୟାବେଳେ ଝାଡ଼ୁ ଦିଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ କିମ୍ବା ରାତିରେ ଘରେ ଝାଡ଼ୁ ଲଗାଇବା ଅଶୁଭ। ଏହାଦ୍ୱାରା ଆର୍ଥିକ ସମସ୍ୟା ବୃଦ୍ଧି ପାଏ। ନମ୍ବର 21, ଖଟ ତଳେ ଅଳିଆ ରଖନ୍ତୁ ନାହିଁ। ନିଜ ଶୋଇବା ଖଟ ତଳେ କବାଡ଼ି ଜିନିଷ କିମ୍ବା ଅଳିଆ ଜମା କରନ୍ତୁ ନାହିଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ପିତାପଣ ଆସିଥାଏ। ନମ୍ବର 22, ଭଙ୍ଗା ଆଇନା। ଘରେ ଭଙ୍ଗା କାଚ କିମ୍ବା ଆଇନା ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ନମ୍ବର 23, ବାଥରୁମ୍ ସଦାବେଳେ ଓଦା ରଖନ୍ତୁ ନାହିଁ। ବାଥରୁମ୍ ସବୁବେଳେ ଓଦା ଏବଂ ଅପରିଷ୍କାର ରହିଲେ ବରୁଣ ଦେବତା ଅସନ୍ତୁଷ୍ଟ ହୁଅନ୍ତି, ଯାହା ଋଣଗ୍ରସ୍ତ ହେବାର କାରଣ ସାଜିଥାଏ। ଗାଧୋଇବା ପରେ ବାଥରୁମକୁ ସଫା ଓ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ। ନମ୍ବର 24, ଖାଲି ବାଲ୍ଟି ରଖନ୍ତୁ ନାହିଁ। ବାଥରୁମରେ କେବେ ବି ଖାଲି ବାଲ୍ଟି ରଖନ୍ତୁ ନାହିଁ। ସେଥିରେ ସଦାବେଳେ କିଛି ପାଣି ଭର୍ତ୍ତି କରି ରଖନ୍ତୁ। ନମ୍ବର 25, ଗଙ୍ଗାଜଳ ଏବଂ ମୟୂର ଚନ୍ଦ୍ରିକା। ଘରର ପୂଜାସ୍ଥଳୀରେ ଗଙ୍ଗାଜଳ ଏବଂ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ ଏବଂ ଘରର ପରିବେଶ ପବିତ୍ର ରହେ। ନମ୍ବର 26, ସତେଜ ଗଛ ରଖନ୍ତୁ। ଘରେ କେବେ ବି ଶୁଖିଲା କିମ୍ବା ମରିଯାଇଥିବା ଗଛ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୁଏ। ଗଛକୁ ପ୍ରତିଦିନ ପାଣି ଦିଅନ୍ତୁ। ବନ୍ଧୁଗଣ, ନମ୍ବର 27, ଶୁଖିଲା ଫୁଲ ରଖନ୍ତୁ ନାହିଁ। ଘରେ କିମ୍ବା ଶୋଇବା ଘରେ ଶୁଖିଯାଇଥିବା ଫୁଲ ରଖିବା ଦ୍ୱାରା ଭାଗ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 28, ବିଛଣା ଉପରେ ବସି ଖାଆନ୍ତୁ ନାହିଁ। ଯେଉଁମାନେ ଶୋଇବା ବିଛଣା ଉପରେ ବସି ଖାଦ୍ୟ ଗ୍ରହଣ କରନ୍ତି, ସେମାନଙ୍କ ଉପରେ ମା ଅନ୍ନପୂର୍ଣ୍ଣା ଏବଂ ମା ଲକ୍ଷ୍ମୀ କୁପିତ କରନ୍ତି। ନମ୍ବର 29, ଝାଡ଼ୁ ରଖିବାର ସଠିକ୍ ସ୍ଥାନ। ଝାଡ଼ୁକୁ ସଦାବେଳେ ଉତ୍ତର ପଶ୍ଚିମ ବା ପଶ୍ଚିମ କୋଣରେ ଲୁଚାଇ ରଖନ୍ତୁ। କେବେ ବି ଈଶାନ୍ୟ କୋଣ, ଉତ୍ତର ପୂର୍ବ କିମ୍ବା ପୂଜା ଘରେ ଝାଡ଼ୁ ରଖନ୍ତୁ ନାହିଁ ଏବଂ ଏହାକୁ ଜୋରରେ
ଖୋଲାନ୍ତୁ ନାହିଁ। ନମ୍ବର 30, ସନ୍ଧ୍ୟା ପରେ ଏହି ଜିନିଷ ଦାନ କରନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ କାହାକୁ ଦୁଧ, ଦହି କିମ୍ବା ଲୁଣ ଦାନ କରନ୍ତୁ ନାହିଁ, ଏହାଦ୍ୱାରା ଆର୍ଥିକ ହାନି ହୋଇଥାଏ। ନମ୍ବର 31, ଈଶାନ୍ୟ କୋଣରେ ଆବର୍ଜନା ରଖନ୍ତୁ ନାହିଁ। ଘରର ଉତ୍ତର ପୂର୍ବ କୋଣ, ଈଶାନ୍ୟ କୋଣକୁ ସଦାବେଳେ ପବିତ୍ର ଓ ସଫା ରଖନ୍ତୁ। ଏଠାରେ ଅଳିଆ ରଖିଲେ ଯେତେ ରୋଜଗାର କଲେ ମଧ୍ୟ ପଇସା ରହେ ନାହିଁ। ଗୃହ ପ୍ରବେଶ ଏବଂ ସ୍ୱସ୍ତିକ ଚିହ୍ନ। ନୂଆ ଘର କିଣିବା ବେଳେ ବାସ୍ତୁ ପୂଜା ନିଶ୍ଚିତ କରନ୍ତୁ। ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଏବଂ ଲୁହାର ଫୋଡ଼ା ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ। ନମ୍ବର 33, ମୁଖ୍ୟ ଶୋଇବା ଘର। ଘରର ମୁଖ୍ୟ ବ୍ୟକ୍ତିଙ୍କ ଶୋଇବା ଘର ସଦାବେଳେ ଦକ୍ଷିଣ ପଶ୍ଚିମ ନୈಋତ୍ୟ ଦିଗରେ ହେବା ଶୁଭ। ନମ୍ବର 34, ନଳରୁ ପାଣି ଟୋପା ଟୋପା ହେବା। ରୋଷେଇ ଘର କିମ୍ବା ବାଥରୁମର ନଳରୁ ପାଣି ଟୋପା ଟୋପା ହୋଇ ପଡ଼ିବା ଆଦୌ ଶୁଭ ନୁହେଁ। ଏହାର ଅର୍ଥ ପାଣି ଭଳି ପଇସା ମଧ୍ୟ ବହିଯାଏ। ଏହାକୁ ତୁରନ୍ତ ମରାମତି କରନ୍ତୁ। ନମ୍ବର 35, ଶଙ୍ଖ ଓ ପୂଜାପାଠ। ଘରେ ପ୍ରତିଦିନ ପୂଜାପାଠ କରନ୍ତୁ ଏବଂ ଏକ ଶଙ୍ଖ ରଖନ୍ତୁ। ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ନମ୍ବର 36, କବାଟ ଝରକା ସବୁବେଳେ ଖୋଲା ରଖନ୍ତୁ ନାହିଁ। ଘରର କବାଟ ଓ ଝରକାକୁ ସବୁବେଳେ ସମ୍ପୂର୍ଣ୍ଣ ଖୋଲା ଛାଡ଼ନ୍ତୁ ନାହିଁ। ଆବଶ୍ୟକ ଅନୁସାରେ ଏହାର ବ୍ୟବହାର କରନ୍ତୁ, ନଚେତ୍ ପରିବାରରେ ତିକ୍ତତା ବଢ଼େ। ନମ୍ବର 27, ପର୍ସରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ। ପର୍ସରେ କେବଳ ଟଙ୍କା ପଇସା ରଖନ୍ତୁ। କୌଣସି ପୁରୁଣା ବିଲ୍, ଅଦରକାରୀ କାଗଜପତ୍ର ରଖିଲେ ଆର୍ଥିକ ଉନ୍ନତି ବାଧାପ୍ରାପ୍ତ ହୁଏ। ନମ୍ବର 38, ଭଙ୍ଗା ଫଟୋ। ଘରେ କୌଣସି ଭଙ୍ଗା ଫଟୋ ଫ୍ରେମ୍ ରଖନ୍ତୁ ନାହିଁ। ଏହା ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି କରେ। ନମ୍ବର 39, ଜିନିଷପତ୍ର ବ୍ୟବସ୍ଥିତ ରଖନ୍ତୁ। ଘରେ ପୋଷାକ, ଜୋତା, ଚପଲ ଇତ୍ୟାଦି ଏପଟ ସେପଟ ଫିଙ୍ଗନ୍ତୁ ନାହିଁ। ସବୁ ଜିନିଷକୁ ସଜାଡ଼ି ରଖିଲେ ହିଁ ସେଠାରେ ସକାରାତ୍ମକ ଶକ୍ତି ବଜାୟ ରହେ। ବନ୍ଧୁଗଣ, ଆଶା କରୁଛି ଏହି ବାସ୍ତୁ ଟିପ୍ସ ଗୁଡ଼ିକ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବାକୁ ଭୁଲିବେ ନାହିଁ। ଆପଣ ଏହି ଭିଡ଼ିଓଟି କେଉଁ ସହରରୁ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟ କରି ଜଣାନ୍ତୁ। ପୁଣି ଦେଖା ହେବ ଏମିତି ଏକ ସୁନ୍ଦର ଭିଡ଼ିଓ ସହ। ସେ ପର୍ଯ୍ୟନ୍ତ ରହୁଛି। ରାଧେ ରାଧେ।